ओम नमो भगवते वासुदेवाय। पंचमोऽध्याय। मैत्रेय उवाच। नारद वाक्ये कोपमने रुद्र उठिले सावधाने। अइले रुद्रगण घेनी चलन्ते कम्पई मेदिनी। दक्षर यज्ञनाश अर्थे कोप बसिला रुद्रचिते। सकल पारिषद गणे नाना आयुध तीक्ष्ण बाणे। अतिश संख्य कोप करी धाइले घोर नाद करी। रुद्र बचने कोप देखी विबुधे त्रिदश उपेखी। कम्पिले रुद्र बोल शुणी महाप्रलय प्राय जानी। कोपे कामुडी ओष्ठपाटी प्रचंड दिशई भ्रुकुटी। जटा उपाड़ी क्रोध भरे भूमिरे पकाई सत्वरे। जटा कळपे अग्नि जले देखी कम्पिले दिगपाळे। रुद्रर जटा भार मधे पुरुषे उठे घोर नादे। हसे गभीर घोर स्वने रुद्रगणक अवधाने। कोपे अधर से कामुडी रुद्रଙ୍କୁ कहे कर जोड़ी। सहस्र बाहु मेघ स्वने अनल जलई नयने। कोटिए सूर्य तेज जेह्ने देखी पलांती सर्वजने। कराल ध्वंस सोहे तुंडे अग्नि जलई शिखा खंडे। नाना आयुध दिशे करे मुंडमाल जे लंबे उरे। रुद्रଙ୍କୁ चाहि कर जोड़ी कहई अधर कामुडी। कह तू कि करिबि मुहि रुद्र कहନ୍ତି ताकु चाहि। तू मोर गणଙ୍କ ईश्वर तू एबे मोर बोल कर। दक्षर प्राण यज्ञ संगे विनाश कर रण रंगे। तू मोर अंशे आत्मा रूपी सहस्र भुज शून्य व्यापी। दक्षर यज्ञ नाश कर एहार प्राण बेगे हर। एमନ୍ତ रुद्र आज्ञा पाई कोपे कम्पिला तार देही। जलई अति कोपानले नमिला रुद्र पाद तले। स्वभावे रुद्र आत्मा सेहि तार महिमा के जानई। गर्जई भयंकर नादे बेगे धामई बेनिपादे। शूल बुलाई दक्ष करे नूपुर बाजई पयरे। धामई दश दिग पुरे धूଳି उडई पाद भरे। विप्रे जे थिले यज्ञशाळे धूଳି देखନ୍ତି अंतराळे। उत्तर दिगे रेणु देखी उठिले सुयज्ञ उपेखी। उत्तर दिगकु अनाई कहନ୍ତି एकुआरे चाहि। देख दिवसे घोरतम दिग न दिशे बात भ्रम। एमन्ते देव विप्र नारी देखନ୍ତି हस्ते हस्त धरी। कहନ୍ତି किए तम घोर दिशई अति भयंकर। प्रचंड बहई पवन तमे आच्छादिला गगन। गुरु चरण धूଳି नुहे किए तामस काहू हुए। आजि की प्रलय होइब बाम की होइला दैब।
ପ୍ରସୂତି ଆଦି ବାମା ଯେତେ ଉଠି ଚାହାନ୍ତି ଦୁଃଖ ଚିତେ। ଶ୍ରୀଶୁକ ଉବାଚ ଏମନ୍ତ ଶୁଣ ନରନାଥ ଅଦ୍ଭୁତ ରୁଦ୍ରର ଚରିତ। ପ୍ରଚଣ୍ଡ ମଣ୍ଡଳ ଆକାରେ ତୀକ୍ଷ୍ଣ ଶୂଳ ଧରି କରେ। ରୁଦ୍ର ଧାଇଁଲେ ଅତି ବେଗେ ଦେଖି ପଳାନ୍ତି ଦିଗ ଭାଗେ। ସହସ୍ର ହସ୍ତ ଊର୍ଦ୍ଧ୍ୱେ କରି ନଟଙ୍କ ପ୍ରାୟ ବେଶ ଧରି। ଚଣ୍ଡାଟ ହାସ୍ୟ ଶହେ ତୁଣ୍ଡେ ଯେହ୍ନେ ବିଜୁଳି ମେଘ ଖଣ୍ଡେ। ଅସଂଖ୍ୟ ତେଜ ଯୋଗ ବଳ ଦିଶଇ ଭ୍ରୂକୁଟି କୁଟିଳ। କରାଳ ଦଂଷ୍ଟ୍ର ଶହେ ତୁଣ୍ଡେ ଯେହ୍ନେ ବିଜୁଳି ମେଘ ଖଣ୍ଡେ। ଦକ୍ଷକୁ ଚାହିଁ ସଭାଜନେ କହନ୍ତି ଅତି ଦୁଃଖ ମନେ। ଦେଖ ଏହାର କର୍ମ ଫଳ ଆଜ ତ ନାଶିଲୁ ସକଳ। ଉତ୍ପାତ ଭୟେ ଦୁଃଖ ମନେ ଭୟେ ଲୁଚିଲେ ସର୍ବଜନେ। କେ କହୁ ଜନକ ବିକଳ ତକ୍ଷଣେ ମିଳି ରୁଦ୍ର ବଳ। ନାନା ଆୟୁଧ ଘେନି କରେ ବେଢ଼ିଲେ ବେଗେ ଯଜ୍ଞ ଘରେ। ପୀତ ପିଙ୍ଗଳ ଦିଶେ ବର୍ଣ୍ଣ ସକଳ କୁମାର ଆନନ। ଶବଦ ଗଗନ ଉଛୁଳେ ବେଗେ ମିଳିଲେ ଯଜ୍ଞ ଘରେ। କେହି ଭାଙ୍ଗିଲେ ଗୃହ ବାସ ପତ୍ନୀ ଭୁବନ ଅବଶେଷ। କେ ପାକଶାଳେ ପ୍ରବେଶନ୍ତି କେ ଯଜ୍ଞ ପାତ୍ରକୁ ଲୁଟନ୍ତି। କେ ଯଜ୍ଞ କୁଣ୍ଡରେ ମିଳନ୍ତି ମୂତ୍ର ପୁରୀଷ ଉତ୍ସର୍ଗନ୍ତି। କେ ବହୁ ଘୋର ନାଦ କଲେ ଯଜ୍ଞ ମେଖଳା ବେଦୀ ତୁଲେ। ଭାଙ୍ଗିଲେ ଅତି କୋପ ଭରେ ଶୂଳ ବୁଲାଇ ଦକ୍ଷ କରେ। କେ ଧାଏଁ ମୁନିଙ୍କ ଉପରେ ତର୍ଜନ କରି କୋପ ଭରେ। ନାରୀ ଗଣଙ୍କ ମଧ୍ୟେ ମିଶି ରାହୁ ସଙ୍ଗତେ ଯେହ୍ନେ ଶଶୀ। ଦେବେ ପକାନ୍ତି ତାହା ଦେଖି ଯଜ୍ଞର ବିଭାଗ ଉପେକ୍ଷି। ତାହାଙ୍କୁ ରୁଦ୍ର ଗଣେ ଧରି ଭୃଙ୍ଗୁ ସମେତେ ବନ୍ଦୀ କରି। ଭୃଙ୍ଗୁକୁ ମଣିମାନ ବାନ୍ଧେ ତା ଦେଖି ପ୍ରଜାପତି କାନ୍ଧେ। ଦକ୍ଷକୁ ବୀରଭଦ୍ର ଧରି ଅସୁର ପ୍ରାୟେ ବନ୍ଦୀ କରି। ରଣେ ରିପୁଗଣଙ୍କୁ ଧରେ ଓଷ୍ଠ କାମୁଡ଼ି କୋପ ଭରେ। ଭୃଙ୍ଗୁଙ୍କୁ ଧରି ନନ୍ଦୀଶ୍ୱର ହୁଙ୍କାର ନାଦ ମହାଘୋର। ସେ ଯଜ୍ଞେ ଯେତେ ଜନ ଥିଲେ ଋତିଜ ଋଷି ବିପ୍ର ତୁଲେ। ରୁଦ୍ର ଦେବତା ତେଜ ଦେଖି ଭାଜିଲେ ଯଜ୍ଞକୁ ଉପେକ୍ଷି। ଭୃଙ୍ଗୁ ଯେ ଯଜ୍ଞ ହୋମ କରି ଘୃତ କ୍ଷେପନ୍ତି ସ୍ରୁବ ଧରି। ତାହାଙ୍କ କେଶ ବାମ ହସ୍ତେ ରୋଷେ ଧଇଲେ ବିଶ୍ୱନାଥେ। ତାହାଙ୍କ ଦାଢ଼ି ଦକ୍ଷ କରେ ରୁଦ୍ର ଉପାଡ଼େ କୋପ ଭରେ। ସଭାରେ ପଦ୍ମ ଯୋନି ବଳା ଯେ ଧାଡ଼ି ଦେଖାଇ କହିଲା ଉପାଡ଼ି ଭୃଙ୍ଗୁ ଲମ୍ବା ଦାଢ଼ି। ଦକ୍ଷିଣେ ଭୂମି ତଳେ ପାଡ଼ି ଚକ୍ଷୁ ଉପାଡ଼ି ନଖ ଅଗ୍ରେ। ପୂର୍ବର ଶାପେ ବୈରାଗେ ମଣି ଯେ ଶାପ ଦେଲା କାଳେ
ଅପମାନିତ କୋପ ନଳେ ଦନ୍ତ ଦେଖାଇ କରି ହସେ। ସେ କଥା ସ୍ମରି ମହାରୋଷେ ମୁଷ୍ଟି ପ୍ରହାରି ବାମ କରେ। ଦନ୍ତ ଝାଡ଼ିଲେ କୋପ ଭରେ ଦକ୍ଷର ହୃଦେ କର ଭିଡ଼ି। ରୁଦ୍ର ଯେ ଅଧର କାମୁଡ଼ି ଭୂମିରେ ପାତିଲେ ଉତ୍ଥାନେ। କେ ତାହା କହିବ ବଚନେ ଅଜୟ ଏହାର ଶରୀର। ଦେଖି ବିସ୍ମିତ ଶୂଳଧର ଅକ୍ଷୟ ଭାଳି ତାର ଗତି। ବିସ୍ମୟେ ଭାଳି ପଶୁପତି ତୀକ୍ଷ୍ଣ ଖଡ଼୍ଗେ ଛେଦି ଶିର। ଈଶ୍ୱର ହୋଇଲେ ବାହାର ଶିର ପଡ଼ିଲା ଅଗ୍ନିକୁଣ୍ଡେ। କୂଳେ ରହିଲା ମୃତ ପିଣ୍ଡେ ପିଶାଚ ଗଣ ଘେନି ସଙ୍ଗେ। ରୁଦ୍ର ନାଚନ୍ତି ରଣରଙ୍ଗେ ଦକ୍ଷ ସମ୍ପଦ ନାଶ କରି। ଦକ୍ଷିଣ କରେ ଶୂଳଧାରି ଶଙ୍କର ହୋଇଲେ ବାହାର। ଦେଖି କମ୍ପିଲେ ସୁର ନର ରୁଦ୍ରଙ୍କ ଚରଣ ପଙ୍କଜେ। ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟା 82 ଚତୁର୍ଥ ସ୍କନ୍ଧେ ଦକ୍ଷଯଜ୍ଞ ଭଗ୍ନେ ନାମ ପଞ୍ଚମୋଧ୍ୟାୟଃ। ଓଁ ନମୋ ଭଗବତେ ବାସୁଦେବାୟ।